ରାଜ୍ୟରେ 2,05,000ରୁ ଅଧିକ ସରକାରୀ ପଦ ଖାଲି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ। ରାଜ୍ୟରେ ବିଭିନ୍ନ ସରକାରୀ ବିଭାଗରେ 2,05,000ରୁ ଅଧିକ ପଦବୀ ଖାଲି ପଡ଼ିଛି। ଜୟ ଜଗନ୍ନାଥ। ସିପୁନ ଓଡ଼ିଆ ଟିଭିକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ। ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲିଖିତ ତଥ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ 2023 ଡିସେମ୍ବର 31 ସୁଦ୍ଧା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ହେଉଛି 5,96,647। ଏଥିମଧ୍ୟରୁ 2,05,228 ପଦବୀ ଖାଲି ପଡ଼ିଛି। ନେକ୍ସଟ ଅପଡେଟଟି ହେଉଛି ହଜିଗଲା କି ମାନବିକତା, ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ମିଳିଲାନି କାନ୍ଧ। ହଁ ଆଜ୍ଞା, ଏଭଳି ଏକ ଖବର ଆସିଛି ରେଢ଼ାଖୋଲରୁ। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବାର ଅଭିଯୋଗ। ମୃତଦେହକୁ ଅସମ୍ମାନ, ଶବଦାହ ପାଇଁ ମିଳିଲାନି ଜାଗା। ଶେଷରେ ଶବଦାହ ଗୃହରେ ହେଲା ଅନ୍ତିମ ସଂସ୍କାର। ନେକ୍ସଟ ଅପଡେଟଟି ହେଉଛି 27,000 ମେଡିକାଲରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା, ଗୃହରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଓଡ଼ିଶା ପାଇଁ ଆଣିବ ପ୍ରଗତି, ଏହି ନାରାରେ ଗାଉଛନ୍ତି ଓଡ଼ିଶା ସରକାର। ବିଜେପି ପ୍ରଥମ ଥର ପାଇଁ ଶାସନର ଗାଦିରେ ବସିବା ପରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି। ଏନେଇ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଂ କହିଛନ୍ତି। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଂ କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଓଡ଼ିଶାବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ଖବର ମିଳିଛି। ନେକ୍ସଟ ଅପଡେଟଟି ହେଉଛି ରେଲୱେରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ରହିଛି। କୋଙ୍କଣ ରେଲୱେ ତରଫରୁ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ। ଏଠାରେ ଇଞ୍ଜିନିୟର, ଟେକ୍ନିସିଆନ, ଷ୍ଟେସନ ମାଷ୍ଟର ସହିତ ଅନ୍ୟ ପଦବୀ ମଧ୍ୟ ଖାଲି ରହିଛି। ରେଜିଷ୍ଟ୍ରେସନ ପ୍ରକ୍ରିୟା 16 ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଶେଷ ତାରିଖ ହେଉଛି ଅକ୍ଟୋବର 6 ତାରିଖ। ବୟସ ସୀମା ହେଉଛି 18ରୁ 36 ବର୍ଷ ମଧ୍ୟରେ ହେଇଥିବା ଜରୁରୀ। ପ୍ରାର୍ଥୀଙ୍କୁ 18,000ରୁ ଆରମ୍ଭ କରି 44,900 ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଯେଉଁମାନେ ଇଚ୍ଛୁକ ଅଛନ୍ତି ଅଫିସିଆଲ ୱେବସାଇଟକୁ ଯାଇକି ଚେକ୍ କରନ୍ତୁ ଏବଂ ଆବେଦନ କରିବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଏ ଥିଲା ଆଜିର କିଛି ଅପଡେଟ୍। ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଏଇଭଳି ଖବର ଡେଲି ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।